ଭାରତୀୟ ବିଏସ୍ଏଫ୍ ଯବାନ ପିକେ ସିଂ ଭାରତ ପାକିସ୍ତାନ ସୀମାରେ ଡ୍ୟୁଟି କରୁଥିବା ବେଳେ ଜଣେ ଚାଷୀଙ୍କୁ ସାହାଯ୍ୟ କରିବାକୁ ଯାଇ ଭୁଲ ବଶତଃ ପାକିସ୍ତାନ ସୀମାରେ ପଶିଯାଇଥିବା ବେଳେ ପାକିସ୍ତାନର ସେନାମାନେ ପିକେ ସିଂଙ୍କୁ ଗିରଫ କରି ମୁହଁରେ ଗାମୁଛା ବାନ୍ଧି ଉଠେଇ ନେଇ ନିଜ ହେପାଜତରେ ରଖିଥିଲେ। ଏପଟେ ଗର୍ଭବତୀ ସ୍ତ୍ରୀ ଏକଥା ଜାଣିଲା ପରେ ନିଜ ଆଖିର ଲୁହକୁ ଅଟକେଇ ପାରୁନଥିଲେ। ସେପଟେ ସୀମାରେ ଲାଗି ରହିଥିଲା ଅଶାନ୍ତ। ଆଉ ପାକିସ୍ତାନରେ ରଖିଥିବା ପିକେ ସିଂ ସହିତ କ'ଣ କରୁଥିଲେ ପାକିସ୍ତାନ ସୈନ୍ୟ। ହେଲେ ଆଜି ପାକିସ୍ତାନ ଅଟାରୀ ବର୍ଡର ଦେଇ ପିକେ ସିଂଙ୍କୁ ଛାଡ଼ିବା ପରେ ଭାରତ ମାଟିରେ ପାଦ ଦେଇଛନ୍ତି ବୀର ବିଏସ୍ଏଫ୍ ଯବାନ ପିକେ ସିଂ। ଏହି 20 ଦିନ ଭିତରେ ବିଏସ୍ଏଫ୍ ଯବାନ ପିକେ ସିଂଙ୍କ ସହିତ କ'ଣ ଘଟିଥାଇପାରେ, ଏସବୁ ଜାଣିବା ଆଜିର ଏ କାହାଣୀରେ ବୀର ଯବାନ ପିକେ ସିଂଙ୍କ 20 ଦିନର ସଂଘର୍ଷର କଥା। ହେଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ପେହେଲଗାମ ଆତଙ୍କୀ ଆକ୍ରମଣ ପରେ ଅପରେସନ୍ ସିନ୍ଦୁର ଆଉ ଅପରେସନ୍ ସିନ୍ଦୁରରେ ଯେତେବେଳେ 9 ଆତଙ୍କୀ ଠିକଣାକୁ ଭାରତୀୟ ଯବାନମାନେ ଉଡ଼େଇ ଦେଇଥିଲେ ସେତେବେଳେ ପାକିସ୍ତାନର ମୁଣ୍ଡ ଆଉ କାମ କରିନଥିଲା। ରାଗରେ ରକ୍ତ ଚାଉଳ ଚୋବେଇ ଚୋବେଇ ନିଜେ କ'ଣ କରୁଥିଲା ଜାଣିପାରୁନଥିଲା। ଏସବୁ କଥା ଆପଣମାନେ ଭଲ ଭାବରେ ଜାଣିଛନ୍ତି। ଆଉ ସେହି ସମୟରେ ଭାରତ ପାକିସ୍ତାନର ତିକ୍ତତା ଭିତରେ ଜଣେ ଚାଷୀଙ୍କୁ ସାହାଯ୍ୟ କରିବାକୁ ଯାଇ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବା ଭାରତୀୟ ବୀର ବିଏସ୍ଏଫ୍ ଯବାନ ପିକେ ସିଂଙ୍କୁ ନିଜ କବ୍ଜାକୁ ନେଇଯାଇଥିଲା ପାକିସ୍ତାନୀ ସେନା। ମୁହଁରେ ଗାମୁଛା ଗୁଡ଼େଇ ନିଜ ହେପାଜତରେ ରଖିଥିଲା ବେଳେ ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଆଉ ବିଏସ୍ଏଫ୍ ଯବାନ ପିକେ ସିଂଙ୍କ ଭାରତ ଫେରିବା ଆଶା ଯେମିତି ମଉଳି ଯାଇଥିଲା ବୋଲି ସମସ୍ତେ ଭାବି ନେଇଥିଲେ। ଏପଟେ ଘରେ ଗର୍ଭବତୀ ସ୍ତ୍ରୀ ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷା କରି କରି ଲୁହ ଗଡ଼ଉଥିବା ବେଳେ ପିକେ ସିଂଙ୍କ ପୁଅ ପଚାରୁଥିଲା, ମା ବାପା କେବେ ଆସିବେ? ହେଲେ କାହାକୁ ଜଣା ନଥିଲା କେବେ ଭାରତ ଫେରିବେ ବୀର ଯବାନ ପିକେ ସିଂ। ୟା ଭିତରେ ଶାନ୍ତ ହୋଇଯାଇଛି ମାହୋଲ। ଆଉ ଭାରତ ନିଜ ପରାକ୍ରମ ବଳରେ ସେହି ବୀର ଯବାନଙ୍କୁ ନିଜ ମାଟିକୁ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଭାରତର ଘନ ଘନ ମିସାଇଲ ମାଡ଼କୁ ଭୁଲି ପାରିନି ପାକିସ୍ତାନ। ଆଉ ଡରରେ ଆଉ ଭାରତୀୟ ଯବାନଙ୍କୁ ୱାଘା ଅଟରୀ ବର୍ଡର ରାସ୍ତା ଦେଇ ଭାରତୀୟ ବିଏସ୍ଏଫ୍ ଯବାନ ପିକେ ସିଂଙ୍କୁ ଭାରତ ପଠାଇ ସାରିଛି। କିନ୍ତୁ ପିକେ ସିଂ ନିଜ ସାହସିକତାର ପରିଚୟ ଦେଇ ଆଜି ନିଜ ମାଟିରେ ପାଦ ଦେଇଛନ୍ତି। ପାକିସ୍ତାନ ଯେତେ ଚେଷ୍ଟା କଲେ ବି ଆଜି ସବୁଥିରୁ ଅସଫଳ ହୋଇଛି। ପାକିସ୍ତାନ ସୈନ୍ୟମାନେ ଏହି 20 ଦିନ ଭିତରେ ବିଏସ୍ଏଫ୍ ଯବାନ ପିକେ ସିଂଙ୍କ ସହିତ କେମିତି ବ୍ୟବହାର କରୁଥିଲେ, କ'ଣ କରୁଥିଲେ, କେମିତି ରଖୁଥିଲେ, ଏସବୁ କଥା ଯଦିଓ ସାମ୍ନାକୁ ଆସିନି, କିନ୍ତୁ ପାକିସ୍ତାନର ନୃଶଂସ ସେନାମାନେ ଭାରତକୁ ଡରି ବିଏସ୍ଏଫ୍ ଯବାନ ପିକେ ସିଂଙ୍କୁ ଛାଡ଼ିବାକୁ ବାଟ ପାଇନାହାନ୍ତି ବୋଲି ଏକଥାକୁ ଅସ୍ୱୀକାର କରିହେବ ନାହିଁ। ପାକିସ୍ତାନ ଭଲ ଭାବରେ ବୁଝିସାରିଲାଣି ଯେ ଇଏ ପୁରୁଣା ଭାରତ ନୁହେଁ, ଇଏ ହେଉଛି ନୂଆ ଭାରତ। ଯେଉଁ ଭାରତକୁ ଆଖି ଉଠାଇ ଦେଖିଲେ ଭାରତ ମାତାର ସନ୍ତାନମାନେ ତା ଆଖି ଖୋଳି ଦେଇପାରନ୍ତି, ଯେମିତି ଆଜି ଠିକ୍ ପାକିସ୍ତାନର ଅବସ୍ଥା ହେଇଛି। ଏପଟେ ଯବାନ ସ୍ୱାମୀ ନିଜ ଦେଶକୁ ଫେରିବା ପରେ ଦେଶବାସୀଙ୍କ ଖୁସିର ସୀମା ନଥିଲା ବେଳେ ବିଏସ୍ଏଫ୍ ଯବାନଙ୍କ ପତ୍ନୀ ଓ ପରିବାରଙ୍କ ଖୁସି କହିଲେ ନ ସରେ। ଅଟାରୀ ବର୍ଡର ଦେଇ ପିକେ ସିଂ ଭାରତ ମାଟିରେ ପାଦ ଦେଇଥିଲା ବେଳେ ଏବେ ସେ ସେନା କ୍ୟାମ୍ପରେ ଅଛନ୍ତି। ପିକେ ସିଂଙ୍କ ଘର ବାହୁଡ଼ାକୁ ନେଇ ଆପଣ କେତେ ଖୁସି ଅଛନ୍ତି? କ'ଣ ଭାରତକୁ ଡରି 20 ଦିନ ଧରି ନିଜ କବ୍ଜାରେ ରଖିଥିବା ପିକେ ସିଂଙ୍କୁ ପାକିସ୍ତାନ ଛାଡ଼ିଦେଲା? ଆଉ ପିକେ ସିଂଙ୍କ ଭାରତ ଫେରିବା ପଛରେ ଭାରତୀୟ ସେନା ଅଧିକାରୀ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବଡ଼ ବଡ଼ ନେତୃତ୍ୱକୁ ଯେତେ ତାରିଫ କଲେ ମଧ୍ୟ କ'ଣ କମ୍ ହେବ? ଭାରତୀୟ ବିଏସ୍ଏଫ୍ ଯବାନ ପିକେ ସିଂଙ୍କ ସାହସିକତାକୁ ଯେତେ କହିଲେ ବି କମ୍ ପଡ଼ିବ। ଜୟ ହିନ୍ଦ, ଭାରତ ମାତା କି ଜୟ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।